ଦହିବରା ଆଳୁଦମ କହିଲେ କାହା ପାଟିରୁ ବା ଲାଳ ନ ବାହାରେ। କଟକର ଦହିବରା ଆଳୁଦମ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଷ୍ଟ୍ରିଟ୍ ଫୁଡ୍ ମଧ୍ୟରୁ ଗୋଟିଏ। ଏହା କେବଳ ଗୋଟିଏ ଖାଦ୍ୟ ନୁହେଁ, କଟକବାସୀଙ୍କ ପାଇଁ ଏକ ଭାବନା। ନମସ୍କାର, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ। ଆଜି ମୁଁ ଆପଣମାନଙ୍କ ସହିତ ଦହିବରା ଆଳୁଦମର ରେସିପିଟି ସେୟାର କରୁଛି। ବର୍ତ୍ତମାନ ମୁଁ ଆଳୁଦମଟି କରୁଛି। ଆପଣ ଦେଖନ୍ତୁ କେଉଁଭଳି ଭାବରେ ମୁଁ ଆଳୁଦମଟି ବନାଉଛି। ପ୍ରଥମେ ଆଳୁଟିକୁ ଧୋଇ ତାକୁ ଚୋପା ଛଡ଼େଇ ନେବେ, ତାପରେ ଛୋଟ ଛୋଟ ପିସ୍ କରି କାଟି ନେବେ। ଆପଣମାନେ ଜାଣିଛନ୍ତି 2023 ମସିହାରେ କଟକ ଦହିବରା ଆଳୁଦମକୁ GI ଟ୍ୟାଗ ମିଳିଛି। GI ମାନେ ଜିଓଗ୍ରାଫିକାଲ ଇଣ୍ଡିକେସନ ମିଳିଛି। ଏହା ଏକ ଶସ୍ତା, ସ୍ୱାଦିଷ୍ଟ ଓ ପେଟ ଭରା ଖାଦ୍ୟ ହୋଇଥିବାରୁ ସମସ୍ତେ ଏହାକୁ ଖୁବ୍ ଭଲ ପାଆନ୍ତି। ଆଳୁଟିକୁ ଆପଣ ଏଇଭଳି ଭାବରେ ମିଡିୟମ ସାଇଜରେ କାଟି ନେବେ। ବେଶୀ ଛୋଟ କାଟିବେନି କି ବେଶୀ ବଡ଼ ମଧ୍ୟ କାଟିବେ ନାହିଁ। ପୂର୍ବରୁ ମୁଁ ବିରିକି ଧୋଇ ବତୁରେଇ ଦେଇଥିଲି। ବିରିଟି ବତୁରି ଯାଇଛି ଆଉ ତାକୁ ମୁଁ ବାଟି ଅଲଗା ରଖିନେଇଛି। ବର୍ତ୍ତମାନ ମୁଁ କିଛି ପିଆଜ କାଟୁଛି। ପିଆଜକୁ ପତଳା ପତଳା କରି ସ୍ଲାଇସ୍ କରି ନେବେ। ପିଆଜ କଟା ଚାଲିଛି। ପିଆଜ କାଟି କାଟି ବହୁତ କାନ୍ଦି ମଧ୍ୟ ସାରିଲିଣି। ଦହିବରା ଆଳୁଦମ ପାଇଁ ଏଭଳି କଷ୍ଟ ପାଇବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି। ବର୍ତ୍ତମାନ କଟାକଟି ସବୁ ସରିଗଲାଣି। ମୁଁ କିଚେନଟିକୁ କ୍ଲିନ୍ କରି ନେଉଛି। ଆଉ ଷ୍ଟୋଭ ଉପରେ ମୁଁ ପ୍ରେସର କୁକରଟି ବସେଇ ଅନ୍ କରି ନେଇଛି ଗ୍ୟାସଟି। ସେଥିରେ କିଛି ଆପଣ ତେଲ ଦେଇପାରିବେ। ମୁଁ ତେଲ ଦେଇ ଦେଉଛି, ରିଫାଇନ୍ ଅଏଲ୍ ଦେଉଛି, ନାଇଁ ତ ଆପଣ ମଷ୍ଟର୍ଡ ଅଏଲ୍ରେ ମଧ୍ୟ କରିପାରିବେ। ତେଲଟି ଗରମ ହୋଇଗଲାଣି। ମୁଁ ସେଥିରେ ଗୋଟିଏ ତେଜପତ୍ର ଆଉ କିଛି କଟା ଯାଇଥିବା ପିଆଜ ଦେଇ ଭଲସେ ଭାଜି ନେଉଛି। ଆଉ ଗୋଟିଏ ମସଲାଟି ମୁଁ ବାଟି ନେଉଛି, ଯେଉଁଥିରେ ଜିରା, ଧନିଆ ଆଉ ଗୋଟା ଗରମ ମସଲା ଦେଇ ତାକୁ ଭଲ ଭାବେ ବାଟି ନେବି। ପିଆଜଟି ଭଲ ଭାବେ ଭାଜି ହେଇଗଲାଣି। ସେଥିରେ ବଟା ଯାଇଥିବା ମସଲାକୁ ଦେଇ ପୁଣି ଥରେ ଭାଜିବେ। ମସଲାଟି ଭଲ ଭାବେ ଭାଜି ହେଇଗଲାଣି। ସେଥିରେ ମୁଁ ଅଦା, ରସୁଣ, କଞ୍ଚା ଲଙ୍କାର ପେଷ୍ଟ ଦେଇ ପୁଣି ଥରେ ଭାଜୁଛି। ମୁଁ କିଛି ଟମାଟୋ କାଟି ରଖିଥିଲି। ଟମାଟୋକୁ ସେ ମସଲାରେ ଦେଇ ଭାଜି ନେଉଛି। ଦେଖନ୍ତୁ ମସଲାଟି କେତେ ସୁନ୍ଦର ଭାବେ କଷି ହୋଇସାରିଛି। ସେଥିରୁ ମସଲାରୁ ପୁରା ତେଲ ଅଲଗା ହୋଇସାରିଲାଣି। ଯଦି ମସଲାଟି କିଛି ଲାଗିଯାଉଛି ଆପଣ ଟିକେ ପାଣି ଦେଇ ମଧ୍ୟ ଭଲ ଭାବେ କଷି ପାରିବେ। ବର୍ତ୍ତମାନ ମୁଁ ଏଥିରେ ଆବଶ୍ୟକ ମୁତାବକ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କିଛି କାଶ୍ମୀରୀ ଚିଲି ପାଉଡର ଦେଇ ଭଲ ଭାବେ ଭାଜି ନେଇଛି। ମସଲାଟି ବହୁତ ଭଲ ଭାବେ ହୋଇଗଲାଣି। ଏଥିରେ ଆପଣ କିଛି କସ୍ତୁରୀ ମେଥି ଆଡ୍ କରିପାରିବେ। ତାପରେ ଏଥିରେ ମୁଁ କଟା ଯାଇଥିବା ଆଳୁକୁ ଦେଇଛି। ଆଳୁକୁ ଦେଇ ଭଲ ଭାବେ ଘାଣ୍ଟି ନେବେ। ସେଥିରେ ଆପଣ ଆବଶ୍ୟକ ମୁତାବକ ପାଣି ଦେଇ ପ୍ରେସର କୁକ୍ କରିପାରିବେ। ଗୋଟେ ହୁଇସିଲ୍ ଦେଇ ବନ୍ଦ କରିନେବେ। ଦେଖନ୍ତୁ କେତେ ସୁନ୍ଦର ଭାବେ ଆଳୁଦମଟି ହୋଇଯାଇଛି। କେତେ ସୁନ୍ଦର ଆଳୁଦମର କଲର ମଧ୍ୟ ଆସିଛି। ବିରିଟିକୁ ଆପଣ ଏଇଭଳି ଭାବେ ଭଲ ଭାବେ ଫେଣ୍ଟି ନେବେ।
ସେଥିରେ ଆପଣ କିଛି ଲୁଣ ଆଉ ହେଙ୍ଗୁ କିଛି ଅଦା କରିକି ଆଡ୍ କରିପାରିବେ, ଯୋଉଟା କି ମୁଁ ରେକର୍ଡିଂ କରିବାକୁ ଭୁଲି ଯାଇଥିଲି। ଏପଟେ ମୁଁ ଦହିଟିରେ କିଛି ଲୁଣ, ବ୍ଲାକ୍ ସଲ୍ଟ, ଚାଟ ମସଲା, ହିଙ୍ଗ, ଭଜା ଜିରା ଲଙ୍କା ଗୁଣ୍ଡ ଆଉ ଆମ୍ବ କଷି ଅଦାର କୋରା ଦେଇ ଭଲ ଭାବେ ଫେଣ୍ଟି ନେଇଛି। ତାପରେ ଏଥିରେ ଆପଣ ପାଣି ଆବଶ୍ୟକ ମୁତାବକ ପାଣି ଦେଇପାରିବେ। ପାଣି ଦେଇ ତାକୁ ପୁଣି ଥରେ ଭଲ ଭାବେ ଫେଣ୍ଟି ନେବେ। ମୁଁ ହେଙ୍ଗୁଟି ପକେଇବାକୁ ଭୁଲି ଯାଇଥିଲି, ବର୍ତ୍ତମାନ ମୁଁ ଏଥିରେ କିଛି ହେଙ୍ଗୁ ଆଡ୍ କରୁଛି। ଏପଟେ କଡ଼େଇରେ ତେଲ ଦେଇ ତେଲଟି ଗରମ ହୋଇସାରିଛି। ଗରମ ତେଲରେ ବର୍ତ୍ତମାନ ଆମେ ବରା ଛାଣିବା। ଆମେ କ'ଣ କରିବା, ଫାଷ୍ଟ ଛାଣିବା ପୂର୍ବରୁ ପାଖରେ ଗୋଟେ ବୋଲରେ ପାଣି ନେବେ। ପାଣିରେ ହାତ ବୁଡ଼େଇ ଆପଣ ବରାଟିକୁ ପକେଇବେ, ଯାହାଫଳରେ ବରାଟି ଭଲ ଭାବେ ଖସିବ ଆଉ ଗୋଟେ ସାଇଜର ବରା ସବୁ ଯାକ ହେଇପାରିବ। एपटे मु आउ गोटे बड़ बोल रे पानी नहीं जाइए, से किसी लुण और हेंगु दे घाटी नेबे। आपन जतबे दही बरा करिवे, फर्स्ट आपन बराटी छाणिला परे गोटे जगार बरा गुड़ाक बाहर करि नेबे। बराटी 5 मिनिट रही सारा परे आपन सेही पानी रे आपन से बरा गुड़ाक भिजै नेबे। भिजी सारा परे बराटी को आपन चिपुड़ी जो दही पानी करथिबे से दही रे पकै नेबे। जदि यही भली प्रोसेस रे आपण दहीबरा करिवे, आपणक दहीबरा बहुत स्पंजी और सॉफ्ट रहइबो और भल भाबे दही रे भिजी मध्य थिबो। आज मोर दहीबरार बहुत किसी ऑर्डर अच्छी, जोटा कि मु बर्तमान प्रिपेयर करुछि। आ गोटे कस्टमरंकर बड़ दहीबरा ऑर्डर थिला, जोटा कि मु तांको प्रिपेयर करी दउछि। देखो मुझे क्यों भाव दहीबरा दूची। एपटे मो हजबैंड को डाकिले मत आसिक हेल्प करने को, सी आसी मत आज हेल्प करुचंती। जो केवल दहीबरा बड़ दहीबरा खाती से दहीटी टिके मीठा लगे, जो आउ से दहीटी बहला भी होता है। जो मु आउ गोटे पात्र रे किछि बहला दही नहीं, सेम प्रोसेस रे सेम इंग्रेडिएंट सब पकई आउ से टिके मीठा दे माने किछि चीनी दे ताको भलो भाबे फेंटी नउची। आउ से जो बड़ दहीबरा भिजिकी रखिथिली दही रे सेथिरे ए दहीटी ऐड करि नउची। सेथिरे आपण लास्ट को किछि जीरा लंका गुंड दे आपण सर्व करि परिबे। देखंतु मो हस्बैंड आसी मते केते हेल्प करलेनी, से बहुत एक्साइटेड अछंती कैमरा आगे। बर्तमान मु दही पे किछु फुटण प्रस्तुत करछि। जोति गोटे पैन रे तेल नहीं जाइछि। तेल गरम हो गला परे सेथरे सुखिला लंका, पंच फुटण आ भुसंग पत्र दे भलो भाबे फुटणटी करूछि। आपन को केयरफुली भाबे फुटणटी करबा को पड़िबो। ए फुटणटी को नहीं आपन करा जाइथिबा दही रे पकई पारिबे। कथा कथा रे दहीबराटी प्रस्तुत हो गलानी। आपण ए भली भाबे सर्व करी खाई परिबे। फर्स्ट दहीबरा नेबे, ता ऊपर किछि आलूदम नेबे, कटा जाइथिबा पियाज पकेबे, कटा जाइथिबा धनिया पत्र पकेबे, ता ऊपर किछि सेव पकेबे, आ आपण हेथिरे किछि ब्लैक सॉल्ट आ भजा जाइथिबा जीरा लंका गुंड पके खाई परिबे। आ मने रखिथिबे, खाई साला परे दही पानी निश्चिंत रूपे मागी पीबे। एपटे मो हस्बैंड पार्सल पैक कर नेलेनी राइडर को हैंड ओवर करबा पई। आपण माने मते निहात रूपे जणेबे आपण को एई ब्लॉग टी केमती लागिला। आउ जदि नुआ करी देखुचंदी सब्सक्राइब करिवे, लाइक करिवे, शेयर करिवे। धन्यवाद। जय जगन्नाथ।